ସମିତିରେ ତାଲା ଦେଇ ଧାରଣାରେ ବସିଛନ୍ତି ଚାଷୀ। ସମବାୟ ସମିତିରେ ଅନଲାଇନ୍ ପଞ୍ଜୀକରଣର ହେଉଛି ଅବ୍ୟବସ୍ଥା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଅସଙ୍ଗ ସମବାୟ ସମିତିର ରବି ଧାନ ବିକ୍ରି ପାଇଁ ଅନଲାଇନ୍ ପଞ୍ଜୀକରଣ ମାର୍ଚ୍ଚ 25 ତାରିଖରୁ ଶେଷ ହୋଇଯାଇଥିବା ବେଳେ ଏଥିରୁ ବଞ୍ଚିତ ହୋଇଥିବା 70ରୁ ଉର୍ଦ୍ଧ୍ୱ ଚାଷୀ ବୁଧବାରଠାରୁ ସମିତି କାର୍ଯ୍ୟାଳୟ ସମ୍ମୁଖରେ ତାଲା ଦେଇ ଧାରଣାରେ ବସୁଛନ୍ତି। ସେମାନଙ୍କର ଧାନ ବିକ୍ରି ପାଇଁ ଅନଲାଇନ୍ କରାଯିବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଧାରଣାରେ ବସିଥିବା ଚାଷୀ ମହେନ୍ଦ୍ର ପଣ୍ଡା, ଉଦୟ କୁମାର ଦାସ, ସନାତନ ପରିଡ଼ା, ପ୍ରକାଶ କୁମାର ପଣ୍ଡା, ଗୋପବନ୍ଧୁ ଦାସ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଆମର ହେଇନି, ଆମର କେତେ ଜଣ ଚାଷୀ ଆମର 60-70 ଜଣ ହେଇନି। କ'ଣ ବର୍ତ୍ତମାନ ଚାହୁଁଛନ୍ତି? ଆମେ ହେଉଛି ଦାବି ପୂରଣ ଚାହୁଁଛୁ। ଆଉ କ'ଣ କରିବୁ? ଆମେ ତେଣୁ ଦୁଃଖୀ ଲୋକ, ଆମେ ଦୁଃଖ କଲେ ଖାଇମୁ। ଆମେ ଧାନ ଗଣ୍ଡେ ସିନା ଦେଲେ ଛୁଆ ପିଲା ପାଠ ଶାଠ ପଢ଼ୁଛନ୍ତି, ଭଲ ମନ୍ଦ କରୁଛନ୍ତି, ଆମେ କେମିତି ଚଳିମୁ? ଆମେ ଯଦି କମ୍ ରେଟ୍ରେ ଦେବୁ, ଆମେ ଚାଷ କରିବା ଲାଭ କ'ଣ ପାଇମୁ? ଆଉ ଆମେ ସେଇଥିପାଇଁ ଅନୁସରଣରେ ବସିଛୁ।